सामनाକୁ ଆସିଲା ବଡ଼ ଖବର। ଭେଟେରିଆନ୍ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ ପରଲୋକ। ଭେଟେରିଆନ୍ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ ପରଲୋକ ଘଟିଛି 72 ବର୍ଷ ବୟସରେ। ପଙ୍କଜଙ୍କ ପରଲୋକ ହୋଇଛି ଦୀର୍ଘ ଦିନର ଅସୁସ୍ଥତା ପରେ। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଆଖି ବୁଜିଛନ୍ତି ସେ। 17 ମେ 1951 ମସିହାରେ ଗୁଜରାଟରେ ତେଜପୁରରେ ଜନ୍ମଗ୍ରହଣ କରିଥିଲେ। ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖିବା ପୂର୍ବରୁ ଗୋଟେ କଥା କହିବି, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଯାଇ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଲାଟେଷ୍ଟ ଖବର ଆସିବ ପହଞ୍ଚି ପାରିବ ଆପଣମାନଙ୍କ ପାଖରେ। ଆଉ ଲେଟ୍ କରିବାନି, ଯିବା। ଭେଟେରିଆନ୍ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ ପରଲୋକ ସମୟରେ 72 ବର୍ଷ ହୋଇଥିବା ବେଳେ ଦୀର୍ଘ ଦିନ ଅସୁସ୍ଥତା ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ପଙ୍କଜ ଉଦାସ। ତାଙ୍କର ଜନ୍ମଗ୍ରହଣ ହୋଇଥିଲା 1951 ମେ ମାସ ଗୁଜରାଟର ତେଜପୁରଠାରେ। ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଗଜଲ ଗାୟକ ଭାବରେ ଲୋକପ୍ରିୟ ହୋଇଥିଲେ। ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ଗଜଲ ଚିଠି ଆହେରୁ ସେ ପ୍ରସିଦ୍ଧ ପାଇଥିଲେ। 1986ରେ ମୁକ୍ତିଲାଭ କରିଥିଲା ଫିଲ୍ମ ନାମରେ ଏହି ଗଜଲକୁ ସାମିଲ ହୋଇଥିଲେ ପଙ୍କଜ। ୟେ ଦିଲାଗି, ଫିର ତେରୀ କହାନୀ, ୟାଦ ଆୟା, ଚଲ ତ କାଟ ହି ଯାଏଗି ଏବଂ ତେରେ ବିନ ଭଳି ଅନେକ ଗଜଲ କଣ୍ଠଦାନ କରିଥିଲେ। ମୋହରା ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ନା ଗଜଲ କି ଧାଠ ତାଙ୍କ କଣ୍ଠରେ ଯାଦୁର ଏକ ଉଦାହରଣ ରହିଯାଇଛି।